Everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି ଡାକମନିଷି। ଫକୀରମୋହନ ସେନାପତିଙ୍କ ଗଳ୍ପ ଡାକମନିଷି ଆମର ପିଜି ସିଲାବସରେ CC11 ଅଛି, ଥାର୍ଡ଼ ସେମିଷ୍ଟର। ହରିସିଂହ ସରକାରୀ କର୍ମଚାରୀରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସରୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି। କିଏ? ହରିସିଂହ। ହରିସିଂହ ହେଉଛି ଡାକମନିଷର ମୁଖ୍ୟ ଚରିତ୍ର। ସେ କେଉଁଠି ଚାକିରି କରୁଥିଲେ ନା ପୋଷ୍ଟ ଅଫିସରେ ହେଲା। ଆଜିକୁ 10 ବର୍ଷ ହେଲା କଟକ ସଦର ପୋଷ୍ଟ ଅଫିସରେ ବରାବର ରହି କାମ କରୁଛନ୍ତି। ସେ 10 ବର୍ଷ ହେଲା କେଉଁଠି କାମ କରୁଛନ୍ତି ନା କଟକ ସଦର ପୋଷ୍ଟ ଅଫିସରେ। ଭଲ ରୂପେ କର୍ମ କରୁଥିବାରୁ ପ୍ରମୋସନ୍ ପାଇଲେଣି। ସେ ଯେହେତୁ ଭଲ କାମ କରୁଥିଲେ ତେଣୁକରି ପ୍ରମୋସନ୍ ମଧ୍ୟ ପାଇଲେଣି। ବର୍ତ୍ତମାନ ସେ ହେଡ୍ ପିଅନ୍, ଦରମା ମାସକୁ 9 ଟଙ୍କା। ଏଇଟା ମନେ ରଖିବେ। ସର୍ଟ କ୍ୱେଶ୍ଚିନ୍ ଆସି ଆମର ତାଙ୍କର ଦରମା କେତେ? ହରିସିଂଙ୍କର 9 ଟଙ୍କା, ମାସକୁ 9 ଟଙ୍କା। କଟକ ସହରରେ ସବୁ ଜିନିଷ କିଣା। ନିଆଁ ଟିକିଏ ପାଇଁ ଡ୍ୟାସିଲ୍ଟା ମଧ୍ୟ କିଣିଲେ ନ କିଣିଲେ ନୁହେଁ। ମାନେ ଗୋଟେ ଡ୍ୟାସିଲ୍ କିଣିବା ପାଇଁ ମଧ୍ୟ ପଇସା ଦରକାର କଟକ ସହରରେ। ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ 5 ଟଙ୍କାରୁ ଊଣା ଖର୍ଚ୍ଚ ପଡ଼େ ନାହିଁ। ସେ ଯେତେ କଷ୍ଟରେ ସର୍ଟକଟ୍ରେ ଚଳିଲେ ମଧ୍ୟ ମାସକୁ 5 ଟଙ୍କାରୁ କମ୍ ଖର୍ଚ୍ଚ ହୁଏନି। 5 ଟଙ୍କା ଖର୍ଚ୍ଚ ହୋଇଯାଏ। କୌଣସି ରୂପେ ଘରକୁ 4 ଟଙ୍କା ନ ପଠାଇଲେ ନୁହେଁ। କୌଣସି ରୂପେ ସେ ଘରକୁ ମଧ୍ୟ 4 ଟଙ୍କା ପଠାଇବେ। ଘରେ ସ୍ତ୍ରୀ ଆଉ 8 ବର୍ଷର ପୁଅ ଗୋପାଳ। ଏଇଟା ମନେ ରଖିବେ। ତାଙ୍କର ପୁଅର କେତେ ବର୍ଷ ହେଇଥିଲା? 8 ବର୍ଷ। ସର୍ଟ କ୍ୱେଶ୍ଚିନ୍ ଆସେ। ମଫସଲ ଜାଗା 4 ଟଙ୍କାରେ କୌଣସି ରୂପେ ଟାଣଟୁଣ ହୋଇ ଚଳିଯାଏ। ଯେହେତୁ ମଫସଲ ଗାଁରେ ତେଣୁକରି ସେମାନେ ଚଳିଯାଆନ୍ତି 4 ଟଙ୍କାରେ। ସେଥିରୁ ପଇସା ଊଣା ହେଲେ ଅଚଳ। ଟଙ୍କେ ଯଦି କମ୍ ହେଇଯାଏ ତାହେଲେ ଅଚଳ। ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ। ଏଇଟା ମଧ୍ୟ ମନେ ରଖିବେ। ସର୍ଟ କ୍ୱେଶ୍ଚିନ୍ ଆସେ। ଗୋପାଳ କେତେରେ ପଢ଼ୁଥିଲା ନା ଅପର ପ୍ରାଇମେରୀ ସ୍କୁଲରେ ପଢ଼ୁଥିଲା। ସ୍କୁଲରେ ଦରମା ମାସକୁ 2 ଅଣା। ଏଇଟା ମଧ୍ୟ ମନେ ରଖିବେ। ସର୍ଟ କ୍ୱେଶ୍ଚିନ୍ ଆସେ। ଆମର ଗୋପାଳର ମାସକୁ ଦରମା କେତେ? 2 ଅଣା। ସ୍କୁଲ ଦରମା ଛଡ଼ା ଆଜି ବହି ଖଣ୍ଡେ, କାଲି ସ୍ଲେଟ୍, କାଗଜ ଏସବୁ ଜିନିଷ କିଣିବାକୁ କେବେ କେବେ କିଛି କିଛି ବେଶୀ ଖର୍ଚ୍ଚ ପଡ଼େ। ଉପରି ଖର୍ଚ୍ଚ ପଡ଼ିଲେ ସେ ମାସରେ ଭାରି କଷ୍ଟ। ଦିନେ ଦିନେ ବୁଢ଼ାକୁ ଉପାସ ରହିବାକୁ ହୁଏ। ଦିନେ ଦିନେ ହରିସିଂହ ଉପାସରେ ଶୋଇପଡ଼ନ୍ତି, କିଛି ଖାଆନ୍ତିନି। ଉପାସ ହେଉ ପଛେ ମୋ ଗୋପାଳଟି ପଢ଼ୁ। ସେ ଭାବେ ମୁଁ ଉପାସ ଶୁଏ କିନ୍ତୁ ମୋ ଗୋପାଳ ପାଠ ପଢ଼ୁ। ହରିସିଂର ପୁଅ ଗୋପାଳ, ମନେ ରଖିବେ। ଦିନେ ପୋଷ୍ଟ ମାଷ୍ଟର ସର୍ଭିସ୍ ବୁକ୍ ଦେଖି କହିଲେ ହେଲା। ଦିନେ ସେ ଗୋପାଳ ଆମର ହରିସିଂହ ଯେଉଁ ଅଫିସରେ କାମ କରୁଥିଲେ ସେଇ ପୋଷ୍ଟ ଅଫିସର ମାଷ୍ଟର ସେ ପୋଷ୍ଟ ବୁକ୍କୁ ଦେଖିକି, ସର୍ଭିସ୍ ବୁକ୍କୁ ଦେଖିକି କହିଲେ, ହରିସିଂହ ତୁମ୍ଭର 55 ବର୍ଷ ବୟସ ହୋଇଗଲା। ପେନ୍ସନ୍ ନେବାକୁ ହେବ। ହେଲା। କେତେ ବର୍ଷରେ ପେନ୍ସନ୍ ମିଳୁଥିଲା? 55 ବୟସରେ। ଆଉ ଚାକିରି କରିପାରିବ ନାହିଁ। ସିଂହଙ୍କ ମୁଣ୍ଡରେ ତ ବଜ୍ର ଭାଙ୍ଗି ପଡ଼ିଲା। କ'ଣ କରିବେ? ସଂସାର ଚଳିବ କିପରି? କାରଣ ସେ ଦରମା ନ ପାଇଲେ ତା ପୁଅକୁ ଗୋପାଳକୁ ପାଠ କିପରି ପଢ଼େଇବ? ତାର ଯେଉଁ ସ୍ୱପ୍ନ ଅଛି ଗୋପାଳ ବଡ଼ ହେଲେ ଡାକମନିଷି ହେବ, ତାହା କିପରି ସେ ପୂରଣ କରିବେ? ସଂସାର ଯାହା ହଉ, ଗୋପାଳର ଯେ ପଢ଼ା ବନ୍ଦ। ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି। ମାନେ ଯେଉଁ ଦିନଠାରୁ ଗୋପାଳ ଜନ୍ମ ହୋଇଛି ସେହି ଦିନଠାରୁ ତା ମନରେ ଏକ ଉଚ୍ଚ ଆଶା ଅଛି। ଗୋପାଳ ମଫସଲ ପୋଷ୍ଟ ଅଫିସରେ ସବ୍ ପୋଷ୍ଟ ମାଷ୍ଟର ହେବ।
ହେଲା। ସେ ତାଙ୍କର ମଫସଲ ପୋଷ୍ଟ ଅଫିସରେ ସବ୍ ପୋଷ୍ଟ ମାଷ୍ଟର ହେବ ବୋଲି ହରିସିଂହ ବାବୁ ଭାବିଛନ୍ତି ଗୋପାଳ ଯେଉଁ ଦିନଠାରୁ ଜନ୍ମ ହୋଇଛି। ଅତି ନିକୁଛରେ ଭିଲେଜ ପୋଷ୍ଟ ମାଷ୍ଟର ହେବ। ମାତ୍ର ଟିକିଏ ଇଂରାଜୀ ନ ଜାଣିଲେ ସେତେ ବଡ଼ ଚାକିରିଟା ମିଳିବା ମୁସ୍କିଲ। ଯେହେତୁ ସେତେବେଳେ ଇଂରେଜମାନେ ଶାସନ କରୁଥିଲେ, ତ ଇଂରାଜୀ ନ ଶିଖିଲେ ସେମାନଙ୍କୁ ଦେବେନି ଚାକିରି। ମଫସଲରେ ସୁବିଧା ନାହିଁ, କଟକ ଆଣି ଇଂରାଜୀ ପଢ଼ାଇବାକୁ ହେବ। ଚାକିରି ଗଲେ ତେଡ଼େ ବଡ଼ ଆଶାରୁ ଏକା ବେଳକେ ନିରାଶ। ସେ କହୁଛନ୍ତି ମଫସଲରେ ତ ଇଂରାଜୀ ପଢ଼ାଇବାର ସୁବିଧା ନାହିଁ, ତେଣୁକରି ମୁଁ କଟକକୁ ଆଣିକି ତାକୁ ପଢ଼େଇବି, ତ ଚାକିରି ଯଦି ପଳେଇବ ତାହେଲେ ମୁଁ କେମିତି ପଢ଼େଇବି ବୋଲି ସେ ବହୁତ ଦୁଃଖିତ ହେଲେ। ସବୁବେଳେ ସେହି କଥା ଭାବି ଭାବି ଦିହଟା କଳାକାଠ ପଡ଼ିଗଲାଣି। ଦିନେ ଦିନେ ରାତିରେ ନିଦ ହୁଏ ନାହିଁ, ଭାବି ଭାବି ରାତି ପାହିଯାଏ। ସିଂହଙ୍କ ଉପରେ ପୋଷ୍ଟ ମାଷ୍ଟର ବାବୁଙ୍କର ଭାରି ମେହରବାନୀ। ବସାରେ ମୁକରି ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ 2-4ଟା କାମ ଦାମ କରିଦେଇଥାନ୍ତି। ହେଲେ ଆସନ୍ତି, ତାଙ୍କର ଯେହେତୁ ଚାକର ଥାନ୍ତି, ହେଲେ ବି ଆମର ହରିସିଂହ ପୋଷ୍ଟ ଅଫିସରେ କାମ ସାରିକି ସନ୍ଧ୍ୟାବେଳେ ବାବୁଙ୍କ ଘରେ ସବୁ କାମ କରିଦିଅନ୍ତି। ସଞ୍ଜବେଳେ ଗୋଟାଏ ଆଗମୁ ଚୌକିରେ ପଡ଼ି ବାବୁ ଇଂରାଜୀ ଖବରକାଗଜ ପଢ଼ିବା ବେଳେ ସିଂହେ ଯେଉଁ ମିଠା କଡ଼ା ଗୁଡ଼ାଖୁ ଚିଲମ ସଜାଇ ଦିଅନ୍ତି, ସେପରି କେହି ଜାଣେ ନାହିଁ। ହେଲା, ଏଇଟା ମନେ ରଖିବେ। ସିଂହ ମାନେ ହରିସିଂହ କ'ଣ ସଜାଇକି ଦିଏ? ମିଠା କଡ଼ା ଗୁଡ଼ାଖୁ ଚିଲମ ସଜାଇ ଦିଅନ୍ତି, ଚିଲମ। ହେଲା, ସେପରି ଚିଲମ କେହି ବି ଦେଇପାରନ୍ତି ନାହିଁ। ଦିନେ ସଞ୍ଜବେଳେ ହରିସିଂହ ଭଲ କରି ଗୁଡ଼ାଖୁ ଚିଲମ ସାଜି ଆଣି ଭଲ କରି ଚିଲମଟା ଫୁଙ୍କି ଦେଲେ। ବାବୁଙ୍କ ମୁହଁରୁ ଇଞ୍ଜିନ ପାଇପରୁ ବାହାରିଲା ପରି ଧୂଆଁ ଗୁଡ଼ାକ ଭକ୍ ଭକ୍ କରି ବାହାରୁଛି। ହେଲା, ଭଲ କି ସେ ଦେଲେ, ତ ସେ ଗଞ୍ଜେଇ ଖାଇବା ପରେ ବାବୁଙ୍କ ମୁହଁରୁ ଭକ୍ ଭକ୍ କରି ଧୂଆଁ ବାହାରୁଛି। ଟିକିଏ ଟିକିଏ ଆଖି ବୁଜି ଆସିଲେଣି। ସିଂହେ ବୁଝିନେଲେ ଏଇଟା ଠିକ୍ ସମୟ। ସିଂହେ ବାବୁଙ୍କ ଗୋଡ଼ ତଳେ ଦଣ୍ଡବତ ହୋଇ ହାତ ଯୋଡ଼ି ଖୁବ୍ ଭକ୍ତିରେ, ଖୁବ୍ ବିନୟରେ, ଖୁବ୍ ଧୀରେ, ଖୁବ୍ ମିଠା କଥାରେ ଆପଣାର ଦୁଃଖ ହାସଲ, ଚୁମ୍ବକ ସମସ୍ତ କଥା ଜଣାଇଲେ। ହେଲା, ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା, ତାହା ମଧ୍ୟ ଜଣାଇବାକୁ ପାସରିଲେ ନାହିଁ। ସେ କିପରି ତାଙ୍କ ପୁଅକୁ ପାଠ ପଢ଼ାଇବାର ଆଶା ରଖିଛନ୍ତି, ସବୁ କଥା ଖୋଲିକି କହିଲେ। ବାବୁ ସେହିପରି ନୟନ ମୁଦ୍ରିତ ଅବସ୍ଥା। ଧୀର ଗମ୍ଭୀର ଭାବରେ କହିଲେ, ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖି ଆଣ। ବାବୁଙ୍କର ସାହସ ଥିଲା, କାରଣ ପୋଷ୍ଟାଲ ଇନ୍ସପେକ୍ଟର ବା ସୁପରିଟେଣ୍ଡେଣ୍ଟ ବାବୁମାନେ ଆସିଲେ ପୋଷ୍ଟ ମାଷ୍ଟର ବାବୁଙ୍କ ବସାରେ ରହନ୍ତି। ଉପର ହାକିମମାନଙ୍କର ମନସନ୍ତୁଷ୍ଟି ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆୟୋଜନ ହେବାର ଉଚିତ, ସେଥିରେ ତ୍ରୁଟି ହୁଏ ନାହିଁ। ସେ ରାତ୍ରରେ ପୋଷ୍ଟ ମାଷ୍ଟର ବାବୁ ହରିସିଂହ କରି 10 ଥର ପାଟି କରୁଥିବାର ଶୁଣାଯାଏ। ଯେଉଁଦିନ ତାଙ୍କର ଉପର ବଡ଼ ବଡ଼ ବାବୁମାନେ ସବୁ ଆସିଥାନ୍ତି, ସେଦିନ ପୋଷ୍ଟ ମାଷ୍ଟର ଘରେ ଭୋଜି ହୁଏ, ତ ସେଦିନ ହରିସିଂହ ସବୁ କିଛି ତାଙ୍କର ସେବା ଶୁଶ୍ରୂଷା କରେ। ହରିସିଂହ ପୁରୁଣା ଲୋକ, 13 ହାକିମ ହୁକୁମା ଅମଳ କଲେଣି। କେତେ ହାକିମକୁ ସେ ସମ୍ଭାଳିଛି, ତେଣୁକରି ସମସ୍ତେ ତା ଉପରେ ଖୁସି। ହରିସିଂହକୁ ବହୁତ ଭଲ ପାଆନ୍ତି ସମସ୍ତେ। କାହାର କି ରକମର ମିଜାଜ, କିଏ କାହିଁରେ ଖୁସି ଜାଣନ୍ତି। ସେ ଦିନ ଅଧା ରାତି ଯାଏ ସିଂହଙ୍କୁ ବାବୁଙ୍କ ବସାରେ
ରହିବାକୁ ହୁଏ। ଯେଉଁଦିନ ସେ ଉପର ହାକିମ ମାନେ ଆସିଥାନ୍ତି ଭୋଜି କରନ୍ତି, ସେଦିନ ହରିସିଂହ ଅଧା ରାତି ପର୍ଯ୍ୟନ୍ତ ରହେ, ତାଙ୍କର ସେବା ଶୁଶ୍ରୂଷା କରେ, ଖାଇବା ପାଇଁ ଦିଏ ସବୁକିଛି। କାରଣ ଓଡ଼ିଶାର କଦର୍ଯ୍ୟ ହାୱା ହେତୁରୁ କେହି ବାବୁ ହଠାତ୍ ପୀଡ଼ିତ ହୋଇ ବାନ୍ତି କରି ପକାଇଲେ ହରିସିଂହ ସଢ଼ା, କାଗଜି ଲେମ୍ବୁ ପ୍ରଭୃତି ହାଜର କରାଇ ବାବୁଙ୍କୁ ସମ୍ଭାଳି ନିଅନ୍ତି। ମାନେ ସେମାନେ ଅଧିକ ମଦ ମାଂସ ଖାଆନ୍ତି, ତ ଯିଏ ଯଦି ବାନ୍ତି କରି ପକାନ୍ତି ଯେଉଁ ବାବୁମାନେ, ସେତେବେଳେ ସେ କାଗଜି ଲେମ୍ବୁ ପ୍ରଭୃତି ସଢ଼ା ପାଣି ସେ ଦିଅନ୍ତି ଆଉ ତାଙ୍କୁ ନେଇକି ଶୋଇ ଦିଅନ୍ତି ପଲଙ୍କରେ। ବାବୁମାନେ ଆରାମରେ ଶୟନ କଲା ଉତ୍ତାରେ ସିଂହେ ଅଧା ରାତିରେ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି। ଯେତେବେଳେ ବାବୁମାନେ ସମସ୍ତେ ମଦ ମାଂସ ଖାଇକି ଭୋର ହେଇଯାଆନ୍ତି, ତାପରେ ଶୋଇ ପଡ଼ନ୍ତି, ସେତେବେଳେ ଯାଇକି ହରିସିଂହ ତା ବସାକୁ ଯାଏ ଆଉ ନିଜ ପାଇଁ ରୋଷେଇ କରେ। ଏହି ସୂତ୍ରରେ ସିଂହେ ଉପରବାଲା ହାକିମ ମାନଙ୍କ ଠାରେ ପରିଚିତ। ତେଣୁକରି ହରିସିଂହକୁ ସମସ୍ତେ ଉପର ହାକିମ ମାନେ ବହୁତ ଭଲ ପାଆନ୍ତି, କାରଣ ସେ ବହୁତ ଭଲ ରୋଷେଇ ମଧ୍ୟ କରେ। ହରିସିଂହଙ୍କ ଦରଖାସ୍ତ ପିଠିରେ ପୋଷ୍ଟମାଷ୍ଟର ବାବୁ ଭଲ ରୂପେ ସୁପାରିଶ କରି ସଦରକୁ ପଠାଇଦେଲେ। ଅଳ୍ପ ଦିନ ମଧ୍ୟରେ ଏକ୍ସଟେନସନ ହୁକୁମ ପହଞ୍ଚିଲା। ସିଂହେ ତ ମହା ଖୁସି। ଏହି ଖୁସି ଖବରଟା ଗାଁକୁ ଲେଖି ପଠାଇଲେ। ବର୍ତ୍ତମାନ ସର୍ବସ୍ୱ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇ ପଡ଼ିଥାନ୍ତି। ସେ ଖବର ଶୁଣିକି ଗାଁକୁ ମଧ୍ୟ ପଠାଇଦେଲେ। ଭବିଷ୍ୟତ ବିଧାତା ତାଙ୍କ ପାଇଁ କ'ଣ ବିଧାନ କରୁଛନ୍ତି, ତେଣିକି ଥରେ ହେଲେ ଅନାଇବା ଦରକାର, ମଣନ୍ତି ନାହିଁ। ସିଂହଙ୍କର ଏତେ ବଡ଼ ଆନନ୍ଦଟା ପାଣି ଫୋଟକା ପରି ଫାଟିଗଲା। ଘରଠାରୁ ଚିଠି ଆସିଲା, ଗୋପାଳ ମାଆର ଶନିପାତ ରୋଗ, ଜୀବନର ଆଶା ନାହିଁ। ହରିସିଂହ ପୋଷ୍ଟମାଷ୍ଟର ବାବୁଙ୍କୁ ଚିଠି ଖଣ୍ଡ ଦେଖାଇଲେ। ବାବୁ ବଡ଼ ଦୟାଳୁ ଲୋକ, ତତ୍କ୍ଷଣାତ୍ ଛୁଟି ଦେଲେ। ସିଂହେ ଏକ ନିଶ୍ୱାସରେ ଘରକୁ ଧାଇଁଲେ। ଘରେ ପହଞ୍ଚି ଯାହା ଦେଖିଲେ, ତାଙ୍କ ଆଖିରେ ଜ୍ୟୋତି ହଜିଗଲା। ଜଗତଟା ଯେମନ୍ତ ଅନ୍ଧକାରମୟ। ବୁଢ଼ୀର କଥା ଶେଷ ପ୍ରାୟ ହେଲାଣି। ସ୍ୱାମୀଙ୍କୁ କ୍ଷୀଣ ଦୃଷ୍ଟିରେ ଭଲ କରି ଅନାଇଲେ। ଦୁଇ ହାତ ଅଳ୍ପ ଉଠାଇ ଦଣ୍ଡବତ କଲେ। ସ୍ୱାମୀଙ୍କର ଗୋଡ଼ଧୂଳି ନେବାକୁ ଠାରିଲେ। ସେହି ଧୂଳି ଟିକକ ପାଇଁ କି ଅନାଇ ରହିଥିଲେ। ସବୁ ଶେଷ ହୋଇଗଲା। ସିଂହଙ୍କର ପ୍ରକୃତ ଗୃହ ଭଗ୍ନ ହେଲା। ସେ ଘରର ମାଲମତା ଦୁଇ ଖଣ୍ଡ ବିକି ପିଲାଟିକୁ ଧରି କଟକ ପଳାଇଲେ। ଯେହେତୁ ତାଙ୍କ ସ୍ତ୍ରୀର ମୃତ୍ୟୁ ହୋଇଗଲା, ତେଣୁକରି ସେ ଗୋପାଳକୁ ନେଇକି କଟକ ପଳାଇଲେ। ଗୋପାଳ ମାଇନର ପଢ଼େ କଟକରେ ହେଲା। ହରିସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ। ପେନସନ ହୋଇଗଲାଣି, ସେ ପେନସନ ପାଇଲେଣି। ଭାରି ଅଚଳ। ଘରେ ଲଟା କଂସା ଯାହା ଦୁଇ ଖଣ୍ଡ ଥିଲା ବିକି ବାକି ଖାଉଛନ୍ତି। ଚାକିରିରେ ଥିବା ବେଳେ ଅତି କଷ୍ଟରେ ମାସକୁ 2-4 ଅଣା ସଞ୍ଚି ସେଭିଂ ବ୍ୟାଙ୍କରେ କିଛି ରଖିଥିଲେ। ଗୋପାଳ ପଛରେ ମାଇନର ପଢ଼ାରେ ସବୁ ସରିଗଲା। ସିଂହଙ୍କର ପ୍ରବଳ ଆଶା, ଗୋପାଳ ପାସ୍ କଲେ ସବୁ କଷ୍ଟ ମେଣ୍ଟିଯିବ। ଗୋପାଳ ମଧ୍ୟ କେତେଥର ଭରସା ଦେଇ କହିଲେଣି, ବାପା ଧାର କରଜ କରି ମୋତେ ପଢ଼ାଅ, ଚାକିରି କଲେ ମୁଁ ସୁଝିଦେବି ବୋଲି ଗୋପାଳ ମଧ୍ୟ ହରିସିଂହକୁ କୁହେ। ବାପା ତମେ ଧାର କରଜ କରିକି ପଢ଼ାଅ, ମୁଁ ଚାକିରି କଲେ ସବୁ ସୁଝିଦେବି ବୋଲି କହେ। ହରିସିଂହଙ୍କର ଆର୍ତ୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ ଶୁଣିଲେ। ଗୋପାଳ ମାଇନର ପାସ୍ କଲା। ସିଂହଙ୍କର ଆନନ୍ଦର ସୀମା ନାହିଁ। ସେ ପୁରୁଣା ପୋଷ୍ଟମାଷ୍ଟର ବାବୁ ଅଛନ୍ତି। ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ। ଉପର ହାକିମମାନଙ୍କର ମଧ୍ୟ କିଛି ଅନୁଗ୍ରହ ଥିଲା। ଗୋପାଳ
ଏକାବେଳକେ ମକ୍ରାମପୁର ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ନିଯୁକ୍ତି ହେଲେ। ଏଇଟା ମନେ ରଖିବେ, ସର୍ଟ କ୍ୱେଶ୍ଚନ୍ ଆସେ କେଉଁଠି ନା ମଫସଲର ମକ୍ରାମପୁର ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟରରେ ନିଯୁକ୍ତି ହେଲେ। ବେତନ ମାସକୁ 20 ଟଙ୍କା। ଏଇଟା ମଧ୍ୟ ମନେ ରଖିବେ, ସର୍ଟ କ୍ୱେଶ୍ଚନ୍ ଆସେ। ଆମର ଗୋପାଳର ବେତନ କେତେ? ଦରମା ମାସକୁ 20 ଟଙ୍କା। ବର୍ତ୍ତମାନ ସଦର ପୋଷ୍ଟ ଅଫିସରେ 4 ମାସ କାମ ଶିଖି ମଫସଲ ଯିବେ। ହରିସିଂହଙ୍କ ଆନନ୍ଦର ସୀମା ନାହିଁ। ଅନବରତ ପ୍ରଭୁଙ୍କୁ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି, ଧନ୍ୟ ପ୍ରଭୁ ତୁମ୍ଭର କରୁଣା। ଦୁଃଖୀର ଗୁହାରି ଶୁଣିଲ। ଚାକିରି ଖବର ଆସିବା ଦିନ ରାତିରେ ବୁଢ଼ା ସିଂହେ ନିରୋଳାରେ ବସି ତେର କାନ୍ଦିଲେ। ହାୟ, ଆଜି ବୁଢ଼ୀ ଥିଲେ କେଡ଼େ ଆନନ୍ଦଟାଏ ହୁଅନ୍ତା। ତା ଗୋପାଳ ହାକିମ ଚାକିରି ପାଇଲା। ଆନନ୍ଦ ଉତ୍ସବରେ ଗଡ଼ି ଯାଉଥାନ୍ତେ। ଦାୟ ଅଭାଗୀ କପାଳରେ ଦେଖିବାକୁ ନାହିଁ। ହେଉ ହେଉ, ଗୋପାଳ ତ ହାକିମ ହେଲା। ପ୍ରଭୁ ଗୋପାଳକୁ ରକ୍ଷା କରନ୍ତୁ। ଗୋପାଳ ପ୍ରଥମ ମାସର ଦରମା ପାଇ ବୁଢ଼ା ହାତରେ ଦେଲେ। ବୁଢ଼ାର ଆନନ୍ଦ କହିଲେ ନ ସରେ। ଗୋଡ଼ ତଳେ ପଡ଼ୁନାହିଁ। ପୁଅ ହାକିମ ଏତେ ଗୁଡ଼ାଏ ଟଙ୍କା ମାସକ ମଧ୍ୟରେ ଆଣିଲା। ଟଙ୍କାଗୁଡ଼ିକ 4-5 ଥର ଗଣି ଅଣ୍ଟିରେ ବାନ୍ଧି ଶୋଇଲେ। ସେ ଟଙ୍କାଗୁଡ଼ିକୁ 4-5 ଥର ଗଣିକି ଅଣ୍ଟିରେ ବାନ୍ଧିକି ଶୋଇଲା। ଆରଦିନ ସକାଳେ ଲଣ୍ଡଭଣ୍ଡ ହୋଇ ବଜାରକୁ ଧାଇଁଲେ। ଜୁତା, କୁର୍ତ୍ତା, ଲୁଗା ଯାହା ଯାହା ଦରକାର କିଣିଲା। ଗୋପାଳ ଯେ ହାକିମ ହେଲାଣି, ସେ କ'ଣ ସେଇ ଲୁଗା ପିନ୍ଧିବ? ଭେକ ଦେଖି ସିନା ଭିକ, ସେହିପରି ପୋଷାକ ଲୋଡ଼ା। ଏଣେ ଗୋପାଳ ବାବୁ ଅଫିସରେ 5 ଜଣ ବାବୁଙ୍କ ସାଙ୍ଗରେ ବସି ଇଂରାଜୀ ଲେଖନ୍ତି। ବାବୁମାନଙ୍କ ସହିତ ସବୁବେଳେ କାରବାର। ସମସ୍ତେ ଡାକନ୍ତି ଡାକ ମୁନିସି ବାବୁ। ପୂରା ନାମ ଗୋପାଳଚନ୍ଦ୍ର ସିଂହ। ଏଣେ ବସାରେ ଆସି ଦେଖନ୍ତି କ'ଣ ନା ବୁଢ଼ାଟା ଧୂଳିଆ ଲୁଗା ଖଣ୍ଡେ ପିନ୍ଧି କାମରେ ଲାଗିଛି। ଗୋପାଳ କିମିତି ଭଲ କରି ଦିଟା ଖାଇବ? ଗୋପାଳ ଗାଧେଇ ଗଲା। ଓଦା ଲୁଗା ଶୁଖି ନାହିଁ। ପିଲାଟା କାମ କରି କରି ଧନ୍ଦି ଗଲାଣି। ଏହି ସମସ୍ତ ଦିନ ରାତି ଚିନ୍ତା। ଆଗେ ବୁଢ଼ା ସିଂହେ ବେଳେ ବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମକର୍ମ କରୁଥିଲେ। ଏବେ ଗୋପାଳ ବାବୁଙ୍କ ପାଇଁ ସବୁ ଭୁଲିଗଲେଣି। ବୁଢ଼ା ଆସ୍ତେ ଆସ୍ତେ ଆଉ ଭଗବାନଙ୍କୁ ମନେ ପକାଉନାହାନ୍ତି, ଭୁଲିଗଲେଣି। ବୋଧକରୁ ହରି ଏସବୁ ଦେଖି ବୁଢ଼ା ଉପରେ ଖପା ହୋଇ ଗଲେଣି। ଧମକାଇ କହିଲେ, ଆରେ ନିର୍ବୋଧ, ଏ କ'ଣ ରେ? ଆଚ୍ଛା ବୁଝିବୁ, ଭଗବାନ କହିଲେ। ଏଣିକି ଗୋପାଳ ବାବୁଙ୍କର ଭାବ କିଛି କିଛି ବଦଳି ଗଲାଣି। ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ଗର ସି ସି ହୁଅନ୍ତି। ଏଟା ମୂର୍ଖ, ଇଂରାଜୀ ଜାଣେ ନାହିଁ, ମୂଲିଆ ମଳିଆ ଲୁଗା ପିନ୍ଧିଥାଏ, ଏଟାକୁ ବାପା ବୋଲି ଡାକିବି? ଲୋକେ କ'ଣ କହିବେ? ସେଦିନ ଶିକ୍ଷିତା କେତେକ ଜଣକ ସ୍ତ୍ରୀ ଲୋକ ସେମିଜ ପିନ୍ଧି ପୋଷାକ ପିନ୍ଧି ଠିଆ ହୋଇଥିଲେ। ବୁଢ଼ାଟା ଦେହରେ କୁର୍ତ୍ତା ନାହିଁ, ସେମାନଙ୍କ ଆଗ ଦେଇ ଚାଲିଗଲା। କି ଲଜ୍ଜା, କି ଲଜ୍ଜା, ଗୋପାଳ କହୁଛନ୍ତି। ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ। ଯେହେତୁ ପାଠୋଇ ସ୍ତ୍ରୀ ଲୋକମାନେ ଠିଆ ହୋଇଥିଲେ, ତେଣୁକରି ଗୋପାଳ ବାବୁଙ୍କୁ ଲଜ୍ଜା ଲାଗିଛି। ତାଙ୍କ ବାପା କୁର୍ତ୍ତା ବି ପିନ୍ଧି ନାହାନ୍ତି, ମଇଳା ଗାମୁଛା ପିନ୍ଧିକି ଚାଲିଗଲେ। ଦିନେ ଡାକ ମୁନିସି ବାବୁ ବାପାକୁ କହିଦେଲେ, ଦେଖ, ତୁମେ ମୋର କିଛି ଉପକାର କରିନାହଁ।
ଇଚ୍ଛା ହେଲେ ବସାରେ ରହ, ନହେଲେ ଚାଲିଯାଅ। ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହାରିବ ନାହିଁ। ଗୋପାଳ କଥା ଶୁଣି ବୁଢ଼ାର କାନ ମୁଣ୍ଡ ଭାଁ ଭାଁ କଲା। ଗୁମ୍ ହୋଇ ବସି ପଡ଼ିଲା। କାହାକୁ କହିବ ପୁଅ କଥା? ଅଜାଗା ଘା, ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ। ଯାହାକୁ ମନର କଥା କହିଥାନ୍ତା ସେ ଯାଇଛି, ମାନେ ତା ସ୍ତ୍ରୀ। ବୁଢ଼ୀ କଥା ମନରେ ପଡ଼ିଲା। ତେର କାନ୍ଧଲା, ଚାରିଆଡ଼କୁ ଅନାଇଲା। କେହି ଭରସା ନାହିଁ। ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନେ କରେ, ସୁଖ ବେଳେ ମନେ କରେ। ମୁହଁ ପୋଛିଲା, ଆଉ କାନ୍ଦିଲା ନାହିଁ। ଗୋପାଳର କାଳେ ଅମଙ୍ଗଳ ହେବ। ଗୋପାଳ ବାବୁ କାଲି ସକାଳେ ମଫସଲ କାମ ଜାଗାକୁ ଯିବେ। ବୁଢ଼ାକୁ ଜଣାଇ ନାହାନ୍ତି। ସକାଳୁ ଉଠିଲେ, ଅବଜ୍ଞା ଭାବରେ କହିଲେ, ଏ ବାପା, ମୁଁ ମଫସଲ ବାହାରିଲି। ଏହି ଜିନିଷପତ୍ର ସବୁ ଘେନି ଆସ। କେତେ ବା ଜିନିଷ? ବୁଝି ଖବରଦାର ମୂଲିଆ କରିବ ନାହିଁ। କଲେ ତମେ ଜାଣ, ମୁଁ ପଇସା ଦେବି ନାହିଁ। ସେ ମଫସଲକୁ ଯାଉଛନ୍ତି ତାଙ୍କର ପୋଷ୍ଟ ଅଫିସକୁ। ତ ସେମାନେ ତ ସେଠି କଟକରେ ରହୁଥିଲେ ଭଡ଼ାରେ। ତ ତାଙ୍କ ବାପାକୁ କହୁଛନ୍ତି ସବୁ ଜିନିଷପତ୍ର ତମେ ହିଁ ବୋହିକି ଆଣିବ, ମୂଲିଆ କରିବ ନାହିଁ, ନହେଲେ ପଇସା ଦେବିନି ବୋଲି କହୁଛନ୍ତି। ବାବୁ ପୋଷାକ ପିନ୍ଧି କାଖରେ ଛତା ଜାକି ବାଡ଼ି ଘୁରାଇ ଘୁରାଇ ଚାଲିଲେ। ବୁଢ଼ା କ'ଣ କରିବ? ସବୁ ଜିନିଷ ମୁଣ୍ଡାଇ ଗୋଟାଏ ଗଣ୍ଠିରେ ବାନ୍ଧି ମୁଣ୍ଡାଇଲା। ଯେତେ ଜିନିଷ ଥିଲା, ହାଣ୍ଡି, ତେଲ ବେଲା, ଥାଳି, ସବୁ ଗୋଟେ ଗଣ୍ଠୁଲି କରିକି ମୁଣ୍ଡାଇଲା। ଚାଲି ପାରୁନାହିଁ। ଦେହରେ ବଳ ନାହିଁ। ଆଖିରୁ ବେଳେ ବେଳେ ପାଣି ବୋହି ପଡ଼ୁଛି। 10 ଜାଗା ବସି ଉଠି ସଞ୍ଜ ସାରିକି ମକ୍ରାମପୁରରେ ପହଞ୍ଚିଲା। ସଞ୍ଜବେଳେ ମକ୍ରାମପୁରରେ ପହଞ୍ଚିଲା। ଡେରି ହେବାରୁ ବାବୁ ଭୋଜିତଟାଏ କଲେ। ବୁଢ଼ା ଗୁମ୍ ହୋଇ ବସି ଥକା ମେଣ୍ଟାଉଥାଏ। ବାବୁ ସକାଳ ସଞ୍ଜ ଅଫିସକୁ ଯାଆନ୍ତି। ବୁଢ଼ାଟା ମୁହଁ ବୁଜି ବସାରେ କାମ ପାଇଟିରେ ଲାଗିଥାଏ। ବାପ ପୁଅ 2 ଜଣ ଏକ ଜାଗାରେ ବସି ଦୁଇଟା ସୁଖ ଦୁଃଖ କଥା କେହି ଦେଖି ନାହାନ୍ତି। ଏକଥା କେହି କେବେ ଦେଖି ନାହାନ୍ତି। ଡାକ ମୁନିସି ହେଲେ ମଫସଲର ଗୋଟାଏ ହାକିମ। କେତେ ଲୋକ ଆସି ଦଣ୍ଡବତ କରି ଯାଉଛନ୍ତି। ମୂର୍ଖ ବୁଢ଼ାଟା କ'ଣ ଜାଣେ ସେ ତାର ସାଙ୍ଗରେ କଥା କହିବେ। ବୁଢ଼ା ଦେହରେ ମଫସଲ ପାଣି ଚଳିଲା ନାହିଁ। ଜ୍ୱର ହେଲେ ଖୁଁ ଖୁଁ କରି କାଶେ। ସେ କାଶଟା ରାତିକି ବେଶି ହୁଏ। ବାବୁଙ୍କ ଶୋଇବାରେ ହରକତ ହେଲେ। ପିଅନକୁ ହୁକୁମ ଦେଲେ, ବୁଢ଼ାଟାକୁ କିଆ ବାଡ଼ିରେ ଫୋପାଡ଼ି ଦେଇ ଆସ। ସେ ପିଅନଟା ମୂର୍ଖ, ଇଂରାଜୀ ପଢ଼ିନାହିଁ। ତାର ଗୋଟିଏ ଦେଶୀ ହୃଦୟ ଅଛି। ବିଚାର କଲା, କ'ଣ ଏ ବୁଢ଼ାଟିକୁ କିଆ ବାଡ଼ିରେ ଶୁଆଇ ଦେବି। ଦିନେ ବୁଢ଼ାର ଭାରି ଜ୍ୱର। 3 ଦିନ ଖାଇ ନାହିଁ। ଅଧରାତି ଅନ୍ଧାର ଥଣ୍ଡା ପାଇ ବୁଢ଼ାର କାଶ ବଢ଼ି ପଡ଼ିଲା। ବୁଢ଼ା ତ ଭାରି ଖପା। ବୁଢ଼ା ଛାତିରେ 2ଟା ଇଂରାଜୀ ଘୁଷି ମାରିଲେ। ବିଛଣା ପତ୍ର ବାହାରକୁ ଫୋପାଡ଼ି ଦେଲେ। ବୁଢ଼ା ଗାଁକୁ ପଳାଇଲା। ପାଖରେ ଥିବା ଖୁବ୍ ଭଲ ଲୋକଠାରୁ ଶୁଣାଯାଉଛି। ଗୋପାଳ ବାବୁଙ୍କ ମନ ସେହିଦିନଠାରୁ ବଡ଼ ଖୁସି। ଆଉ ଏଣେ ବୁଢ଼ା ଗାଁକୁ ଆସି ତାର ଯେଉଁ 2 ମାଣ ଜମି ଥିଲା, କେତେ ମାଣ ଜମି? 2 ମାଣ ଭାଗରେ ଲଗାଇଦେଲା। ଘରେ ବସି ଧାନ ପାଏ। ପେନ୍ସନ ଟଙ୍କାରେ ଲୁଗାପଟା, ଲୁଣ ତେଲ ଖର୍ଚ୍ଚ ଚଳେ। କାଶ ହେଲା ଦିନଠାରୁ ବୁଢ଼ା ଟିକିଏ ଟିକିଏ ଅଫିମ ଧରୁଛି। ସବୁ ଖର୍ଚ୍ଚ ଚଳେ। ଘରଠାରେ ପିଣ୍ଡାରେ ବସି ହରିନାମ କରେ।
ଉଛୁଣି ବାପା ପୁଅ ଦୁହେଁ ଖୁସି। ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଅନ୍ତୁ।